এই ଭେକେନ୍ସିଟି ଆପଣମାନଙ୍କର ଆସିଛି ଗଭର୍ଣ୍ଣମେଣ୍ଟ ଅଫ୍ ଓଡ଼ିଶା ଡିପାର୍ଟମେଣ୍ଟ ଅଫ୍ ସ୍କୁଲ୍ ଆଣ୍ଡ ମାସ୍ ଏଜୁକେସନ୍, ଯେଉଁଟା ଆମର ସ୍କୁଲ୍ ଆଣ୍ଡ ମାସ୍ ଏଜୁକେସନ୍ ତରଫରୁ ମାନେ ଡିପାର୍ଟମେଣ୍ଟରୁ ଆସିଛି। ଭେକେନ୍ସିଟି ଆସିଛି, ତା'ର ନୋଟିଫିକେସନ୍ ଆସିଛି। ଭେକେନ୍ସି ଆଗାମୀ ଦିନରେ ବାହାରିବ, ଯାହା 18/8/2026 ରିସେଣ୍ଟଲି ପବ୍ଲିଶ ହେଇଛି। ଦେଖିପାରୁଥିବେ ତଳେ। ମୁଁ ଟିକେ କ୍ଲାରିଫାଏ କରିବାକୁ ଚାହେଁ। ଆମର ମେନ୍ କଥା ହେଉଛି ଏଇ ଯେଉଁ ଭେକେନ୍ସି ଆସିଛି, ଏଇଥିରେ ବହୁତ କିଛି ମେନସନ୍ ଅଛି, ଆକୁ ମୁଁ ଡେସ୍କ୍ରିପସନ୍ରେ ଦେଇଦେବି। ବାକି ଏଥିରେ ଯେଉଁ ରହୁଛି ଆମର ସାର୍ଟିଫିକେସନ୍, କମ୍ପ୍ୟୁଟର ରିଲେଟେଡ଼୍ ସାର୍ଟିଫିକେସନ୍ କଥା ଯଦି ଆମେ କହିବୁ, ତ ଏଥିରେ ସବୁ ପ୍ରକାର ଗଭର୍ଣ୍ଣମେଣ୍ଟାଲ୍ ସାର୍ଟିଫିକେଟ୍ ଆବଶ୍ୟକତା ରହୁଛି। ତା ସହିତ ଏଠି ଓଡ଼ିଶା ଷ୍ଟେଟ୍ ଓପନ୍ ୟୁନିଭର୍ସିଟିରୁ ଆସୁଥିବା ସାର୍ଟିଫିକେଟ୍, ଯେଟା ଓଡ଼ିଶା ଷ୍ଟେଟ୍ ସାର୍ଟିଫିକେଟ୍ ଇନ୍ ଇନଫର୍ମେସନ୍ ଟେକ୍ନୋଲୋଜି OSCIT କୋର୍ସ ଅଫ୍ ଓଡ଼ିଶା ନଲେଜ୍ କର୍ପୋରେସନ୍ ଲିମିଟେଡ୍ OKCL ଇଜ୍ କ୍ଲାରିଫାଇଂ ବେସିକ୍ କମ୍ପ୍ୟୁଟର ପ୍ରୋଫିସିଏନ୍ସି। ତ ଏଟା ମ୍ୟାଣ୍ଡେଟୋରି ରହୁଛି। ନହେଲେ ଆପଣ ଗଭର୍ଣ୍ଣମେଣ୍ଟ ବା ସେମି ଗଭର୍ଣ୍ଣମେଣ୍ଟରୁ ଯଦି DCA ବା PGDCA କରିଛନ୍ତି, ତାହେଲେ ସିଏ ବି ଆପ୍ରୁଭ୍ ରହୁଛି, ସେଇଟା ୟୁନିଭର୍ସିଟି ହେଇଥିବା ଦରକାର। ତ ନହେଲେ ଆପଣ ଯଦି ନାଇଲଟ୍ର ଲେବୁଲ୍ କରିଛନ୍ତି, ସେଇଟା ବି ବେନିଫିଟ୍ ହେଇପାରିବ। ତ ପ୍ରଶ୍ନ ଉଠୁଛି ଆ ଭିତରୁ ବେଟର୍ କେଉଁଟା କରିବା ପାଇଁ ଆମର ଜବ୍ କ୍ଷେତ୍ରରେ ଦରକାର, କେଉଁ କୋର୍ସ କଲେ ବେଟର୍ ହେବ। ତ ମୁଁ ଯଦି କହିବି OSCIT ହେଉଛି ବେଟର୍, ଯାହା କମ୍ ସମୟରେ ଆଉ ବହୁତ କିଛି ନଲେଜ୍ ସହିତ କୋର୍ସଟି ଆଭେଲେବୁଲ୍ ଅଛି। ତ ଯେଉଁମାନେ ଅନଲାଇନ୍ ମୋଡ଼୍ରେ କରିବା ପାଇଁ ଚାହୁଁଛନ୍ତି ଏଇ କୋର୍ସଟିକୁ, ମୋତେ ଜଲ୍ଦି ସ୍କ୍ରିନ୍ରେ ଆସୁଥିବା ନମ୍ବରରେ କଣ୍ଟାକ୍ଟ କରନ୍ତୁ। ତ ରହିଲି, ଧନ୍ୟବାଦ।